ଆଜିର ଏହି ରାଜନୈତିକ ଦୁନିଆରେ ମଧ୍ୟ ରଜାଙ୍କର ମହତ୍ଵ ରହିଛି ବୋଲି ରଜାଙ୍କର ଗ୍ରାମବାସୀ ଲୋକ ଏବଂ ଗୋଟିଏ ଗ୍ରାମରେ ଆଜି ଲୋକମାନେ ଏହାର ପ୍ରମାଣ ଦେଇଛନ୍ତି। ଆଜି ଆମେ ଏଇଭଳି ଏକ ଦୃଶ୍ୟ ଦେଖିବାକୁ ପାଇଛୁ ଯେଉଁଠାରେ ରାଜନେତା ନୁହଁ ଆଜ୍ଞା, ରଜା ନିଜେ ଆସି ସେ ଗ୍ରାମର କିଛି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ଗ୍ରାମବାସୀ ମାନେ ମଧ୍ୟ ତାଙ୍କୁ ଭରପୁର ସମର୍ଥନ ଦେବା ସହ ତାଙ୍କୁ ବହୁ ମାତ୍ରାରେ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା କରିବାର ଦେଖିବାକୁ ମିଳିଥିଲା। ଆମ ସହିତ ସିଧାସଳଖ ମହୁରୀଗଡର ରଜା ଆଜି ଯୋଡି ହେଇଛନ୍ତି। ତାଙ୍କଠାରୁ ସିଧାସଳଖ ଭାବେ ଆମେ ପଚାରିବୁ ଯିବା ସେ କଣ କହୁଛନ୍ତି ଏବଂ এই ଗ୍ରାମର এই କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ସେ ଆଜି କେତେ ଖୁସି ଅନୁଭବ କରୁଛନ୍ତି ତାଙ୍କଠାରୁ ସିଧାସଳଖ ଭାବେ ଆମେ ପଚାରିବୁ ଯିବା, ତାଙ୍କଠାରୁ ସିଧାସଳଖ ପ୍ରତିକ୍ରିୟା ଶୁଣିବା। ଏଇଟା ଟିକେ କମେ ମୁଁ ଅଶୋକ କୁମାର ନରେନ୍ଦ୍ର ଦେବ। କଣ କହିବେ ଏଇ ରାଜନୈତିକ ଯୁଗରେ ମଧ୍ୟ ଆପଣଙ୍କୁ ବିପୁଳ ମାତ୍ରାରେ ସମର୍ଥନ ମିଳିଲା এই ଗ୍ରାମରେ, କଣ କହିବେ? ମୁଁ ବହୁତ ନିଜକୁ ଧନ୍ୟବାଦ ମାନେ ଭାଗ୍ୟବାନ ମନେ କରୁଛି ଯେ ମତେ ଏତେ ପ୍ରକାର ଭଗବାନଙ୍କର ଇଏ ଆଶୀର୍ବାଦରେ ମତେ ଏଇ ଯୋଉ ଗ୍ରାମବାସୀ ଆମ୍ବପୁର ଗ୍ରାମବାସୀ ମାନେ ମତେ ଏତେ ଭାବ୍ୟ ସମ୍ବର୍ଦ୍ଧନା ଦେଲେ, ମୁଁ ସେଥିପାଇଁ ବହୁତ କୃତଜ୍ଞତା ଜ୍ଞାପନ କରୁଛି। ଗ୍ରାମବାସୀଙ୍କୁ ଯେତେ ଆମର ପୂଜକ ମାନେ ଅଛନ୍ତି ସମସ୍ତଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ନେତା ମନ୍ତ୍ରୀ ମାନେ ଆସିଲେ ଯେଉଁଭଳି ଭାବେ ସ୍ୱାଗତ ସମ୍ବର୍ଦ୍ଧନା ହଉଛି, ରାଜାଙ୍କର ସେଇ ଶାସନ ଆଜି ମଧ୍ୟ ଜୀବିତ ଅଛି କି? ନାଇଁ, ବର୍ତ୍ତମାନ ତ ସେୟା ଆପଣ କହିପାରିବେନି, କିନ୍ତୁ ଲୋକଙ୍କର ଯେତେବେଳେ ଧର୍ମ ଉପରେ କଥା ଆସେ, ଯେତେବେଳେ ଭଗବାନଙ୍କର କୌଣସି କାର୍ଯ୍ୟକ୍ରମ କୌଣସି ଆସେ, ସେ ପରମ୍ପରା ରୀତି ଅନୁସାରେ ସେ ଯେମିତି ବ୍ରାହ୍ମଣଙ୍କର ଯୋଉ କର୍ତ୍ତବ୍ୟ, ରଜାଙ୍କର ଯାହା କର୍ତ୍ତବ୍ୟ ସବୁ ସେଇ କର୍ତ୍ତବ୍ୟ ହିସାବରେ ଲୋକ ବର୍ତ୍ତମାନ ସୁଦ୍ଧା ପ୍ରଜାମାନଙ୍କ ସହ ମିଶି ବହୁତ ଖୁସି ଅନୁଭବ କରୁଥିଲେ। ଆପଣ ବର୍ତ୍ତମାନ ପ୍ରଜାମାନଙ୍କ ସହ ମିଶି କିପରି ଖୁସି ଅନୁଭବ କରୁଛନ୍ତି? ନିଶ୍ଚୟ ମୁଁ ବହୁତ ଖୁସି ଅନୁଭବ କରୁଛି। ମୁଁ ସେଇଟା ବ୍ୟକ୍ତ କରିପାରୁନି, କିନ୍ତୁ ମୋ ଭଗବାନଙ୍କ ଆଶୀର୍ବାଦ ଥିବାରୁ ମୋର ଏଇ ଭାଗ୍ୟ ପାଉଛି ଯେ ଏତେ ଲୋକଙ୍କ ସାଙ୍ଗରେ ଏତେ ସହଯୋଗରେ ଆସି ଏତେ ପାଖରେ ଆସି ମିଶିବାକୁ ଗୋଟେ ଇଏ ମିଳିଲା, ଚାନ୍ସ ମିଳିଲା। ଆପଣ ସିଧାସଳଖ ଭାବେ ପ୍ରତିକ୍ରିୟା ଶୁଣୁଥିଲେ। ମହୁରୀଗଡର ରଜା ଥିଲେ, ତାଙ୍କେ ସିଧାସଳଖ ଆମକୁ ପ୍ରତିକ୍ରିୟା କହିଥିଲେ ଯେ ଆମ୍ବପୁର ଗ୍ରାମରେ ଏକ ଯଜ୍ଞରେ ସେ ଆଜି ଯୋଗଦାନ କରିଛନ୍ତି ଏବଂ ବହୁତ ଖୁସି ଅନୁଭବ କରିଥିବା ମଧ୍ୟ ସେ କହିଥିବାର ଦେଖିବାକୁ ମିଳିଥିଲା। ଆମ ସହିତ ସେଠାକାର ମୁଖ୍ୟ ପୁରୋହିତ ସିଧାସଳଖ ଯୋଡି ହେଇଛନ୍ତି। ଚାଲନ୍ତୁ ତାଙ୍କଠାରୁ ସିଧାସଳଖ ଭାବେ ପଚାରିବୁ ଯିବା ରଜାଙ୍କୁ ଡାକିବାର କାର୍ଯ୍ୟକ୍ରମ ଏବଂ এই ଗ୍ରାମରେ କଣ ହେଉଛି, ସିଧାସଳଖ ଭାବେ ଆମେ ପଚାରିବୁ ଯିବା। ମୋ ନାଁ ପଣ୍ଡିତ ଗଙ୍ଗାଧର ମିଶ୍ର। ମୁଁ ଏହି ଅନୁଷ୍ଠାନର ମୁଖ୍ୟ ପଣ୍ଡିତ ପୁରୋହିତ କାମ ଆଜି ସୁଦ୍ଧା ସମ୍ପାଦନା କରି ଆସୁଛି। ଏଥିପୂର୍ବରୁ ସ୍ୱର୍ଗତ ପିତା ମୋର ପଣ୍ଡିତ ଜଗନ୍ନାଥ ମିଶ୍ର ଏହି କର୍ମ କରୁଥିଲେ। ବହୁ ଗ୍ରାମବାସୀଙ୍କର ଅନୁରୋଧ କ୍ରମେ ମୁଁ ମହାରାଜାଙ୍କ ସହିତ ଯୋଗାଯୋଗ କରି ମହୁରୀ ରାଜାଙ୍କୁ ଆଜି ଆମ ଗ୍ରାମକୁ ଆଣିଥିବାରୁ ମୁଁ ଓ ମୋ ଗ୍ରାମବାସୀ ତରଫରୁ ରଜାଙ୍କ ନିକଟରେ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରୁଛି। କଣ କହିବେ ଏଠାରେ କଣ ଯଜ୍ଞ ଚାଲିଛି ଏବଂ କଣ ରୀତିନୀତିରେ ପୂଜାପାଠ ଚାଲିଛି? ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଦିବସରେ ମା ଚଣ୍ଡୀଙ୍କର ଆଜି 1000 ଆହୁତି ହୋମ ପାରାୟଣ ପଠନ ଦ୍ୱାରା ମହାରାଜା ଶ୍ରୀ ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବଙ୍କ ଦ୍ୱାରା ବର୍ତ୍ତମାନ ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ଲୋକମାନେ ବହୁ ଆଶା ଆକାଂକ୍ଷା ଦେଇ ହୃଦୟର ସହିତ ଜଗି ରହିଛନ୍ତି ଯେ ମାନ୍ୟବର ରଜା ଆମର ପୂର୍ଣ୍ଣାହୁତି ଦେଇ ଆମର ସମସ୍ତଙ୍କ ଜୀବନକୁ ସାଫଲ୍ୟମଣ୍ଡିତ କରିବେ ବୋଲି ଅପେକ୍ଷାରତ ଭାବେ ଜଗି ବସିଛନ୍ତି। ଦିନ ସାରା ଭୋକ ଉପବାସ ରହି ମଧ୍ୟ ରଜାଙ୍କୁ ଅପେକ୍ଷା କରିଛନ୍ତି। ଆପଣ ସିଧାସଳଖ ଭାବେ ଶୁଣୁଥିଲେ ସେଠାକାର ମୁଖ୍ୟ ପୁରୋହିତଙ୍କର ମଧ୍ୟ ପ୍ରତିକ୍ରିୟା। ସେ କହୁଥିଲେ ଯେ ଆପଣ ସିଧାସଳଖ ଭାବେ ଦେଖିପାରୁଥିବେ ଏଠାରେ ଲୋକମାନେ ମଧ୍ୟ ରଜାଙ୍କୁ ଦେଖିବା ପାଇଁ କିଭଳି
ଭାବବିହ୍ୱଳ ପରିବେଶ ଏଠାରେ ସୃଷ୍ଟି ହେଇଛି ଏବଂ ଲୋକମାନେ ମଧ୍ୟ ଏଠାରେ ଅପେକ୍ଷା କରିଥିବା ସହ ଏଠାର ଯଜ୍ଞ ଚାଲିଥିବା ସମୟରେ ଲୋକମାନେ ମଧ୍ୟ ଭାବବିହ୍ୱଳ ହୋଇ ଏଠାରେ ଆମେ ସିଧାସଳଖ ଆପଣଙ୍କୁ ଦେଖାଇବୁ ଯଜ୍ଞ ଭିତର ଦୃଶ୍ୟ ମଧ୍ୟ ଆପଣ ଦେଖିପାରୁଥିବେ। ଏ ହେଉଛି ସିଧାସଳଖ ଯଜ୍ଞ ଭିତର ଦୃଶ୍ୟ ଏବଂ ଆପଣ ସିଧାସଳଖ ଦେଖିପାରୁଥିବେ ଏ ହେଉଛି ପୂର୍ଣ୍ଣାହୁତି ସମୟର ଦୃଶ୍ୟ। ଏକ ଦିନାତ୍ମକ ଯଜ୍ଞରେ ଆଜି ହେଉଛି ଏହାର ଶେଷ ଦିବସ ଏବଂ ଆପଣ ଦେଖିପାରୁଥିବେ ଏଠାରେ ଯଜ୍ଞ ଚାଲିଥିବା ସମୟରେ ମୌରୀ ରଜା ଏବଂ ବହୁ ମୁଖ୍ୟ ପୁରୋହିତକ ମାନଙ୍କ ଦ୍ୱାରା ମଧ୍ୟ ଏହି ଯଜ୍ଞଟି ସମାପ୍ତ ହୋଇଥିଲା। ଆପଣ ସିଧାସଳଖ ଦେଖୁଥିବେ ଏ ହେଉଛି ଅଗ୍ନିକୁଣ୍ଡର ଦୃଶ୍ୟ ଏବଂ ଏଠାରେ ସିଧାସଳଖ ଭାବେ ରହିଛି ମାଙ୍କର ଯାହା ଆମେ ସୂଚନା ପାଇଥିଲୁ ମା କାଳୀଙ୍କର ଏଠାରେ ଯଜ୍ଞ ଚାଲିଥିବା ଆମେ ସିଧାସଳଖ ଦେଖିବାକୁ ପାଇଥିଲୁ। ଆପଣ ଦେଖିପାରୁଥିବେ ଏ ରହିଛି ସିଧାସଳଖ ଦୃଶ୍ୟ। ଏହିପରି ରଜାଙ୍କ ଦ୍ୱାରା ମହୁରୀଗଡରେ ଆମ୍ବପୁର ଗ୍ରାମରେ ମାଙ୍କର ମନ୍ଦିରଟିଏ ରହିଛି ବୋଲି ଆମେ ସୂଚନା ମଧ୍ୟ ଦେଖିବାକୁ ପାଇଥିଲୁ। ଆପଣ ସିଧାସଳଖ ଦୃଶ୍ୟ ଦେଖିପାରୁଥିବେ ଏ ରହିଛି ମା ଚଣ୍ଡୀଙ୍କ ମନ୍ଦିର। ଆପଣ ସିଧାସଳଖ ଭାବେ ଦୃଶ୍ୟ ଦେଖିପାରୁଥିବେ ଏ ରହିଛି ମା ଚଣ୍ଡୀଙ୍କ ମନ୍ଦିର ଏବଂ ଏଠାରେ ମା ଚଣ୍ଡୀ ବିରାଜମାନ କରିଛନ୍ତି। ଆମେ ସିଧାସଳଖ ପ୍ରତିକ୍ରିୟା ମଧ୍ୟ ଶୁଣିବା ପୂଜକଙ୍କର। ଆମର ଏଟା ଗୋଟେ କାଳୀ ମନ୍ଦିର ଅଛି, ତାର ସାମ୍ନାରେ ଚଣ୍ଡୀ ମନ୍ଦିର ଅଛି। ତାଙ୍କର ଗୋଟେ ଆଜି ଯଜ୍ଞ କରିବାକୁ ଗାଁ ଲୋକ ସମ୍ମତ କରୁଛନ୍ତି। ଗାଁ ଚଣ୍ଡୀକି ଶାନ୍ତି କରିବା ପାଇଁ ହୋମ ଯଜ୍ଞ କର୍ମ ବ୍ରାହ୍ମଣ ମାନେ ଆସି କର୍ମ କରୁଛନ୍ତି। ସେଠି ଗାଁ ଟିକେ ମଙ୍ଗଳ ଚିନ୍ତା କରୁଛୁ। କେବଳ ହେଇନି ତ କାଳୀ ମନ୍ଦିର ପ୍ରାୟ ଆଜି 95 ବର୍ଷ ହେଲା ଅଛି। ଏବେ 10 ବର୍ଷ ହେଲା ଆଜି ଚଣ୍ଡୀ ମନ୍ଦିର ତାଙ୍କ ଆଗରେ ସାମ୍ନାରେ ତିଆରି ହେଲା। 10 ବର୍ଷ ହେଲା ଯୋଉ ଯଜ୍ଞ ହେଇଥିଲା କିଛି ହେଇନି, କିନ୍ତୁ ଏବେ ଗାଁର ଲୋକ ଖୁସି, ଆମେ ବହୁତ ଖୁସି ଅଛୁ। ଆପଣ ସିଧାସଳଖ ଭାବେ ଶୁଣୁଥିଲେ ଏ ରହିଥିଲା ପୂଜକଙ୍କ ମୁଖ୍ୟ ପୂଜକଙ୍କ ପ୍ରତିକ୍ରିୟା। ସେ ସିଧାସଳଖ ଭାବେ କହୁଥିଲେ ମା ଚଣ୍ଡୀଙ୍କର ଯଜ୍ଞ ମଧ୍ୟ ଏଠାରେ ଚାଲିଛି, ଯାହା ଦ୍ୱାରା ମହୁରୀ ଗଡରେ ଚାଲିଥିବାରୁ ମହୁରୀ ରଜା ମଧ୍ୟ ଏଠାରେ ଯୋଗଦାନ କରିଥିଲେ। ଆପଣ ଦେଖୁଥିଲେ ସିଧାସଳଖ ଦୃଶ୍ୟ। ଏ ରହିଥିଲା ବିଜ୍ଞାନ ଏବଂ ଆଜିର ରାଜନୈତିକ ଦୁନିଆରେ ମଧ୍ୟ ଲୋକମାନେ ରଜାଙ୍କ ଉପରେ ବିଶ୍ୱାସ କରନ୍ତି ବୋଲି ଏଠାରୁ ହିଁ ପ୍ରମାଣିତ ହୋଇଯାଏ। ଆପଣ ସିଧାସଳଖ ଭାବେ ଦେଖିଥିଲେ ଏ ରହିଥିଲା ରଜାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ବହୁ ମାତ୍ରାରେ ଲୋକମାନଙ୍କ ମନରେ ଆଜି ମଧ୍ୟ କେଉଁଠି ନା କେଉଁଠି ରଜାଙ୍କ ପାଇଁ ଖୁସି ଏବଂ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଛି। ଆପଣ ମହୁରୀ ଗଡର ରଜା ଏବଂ ତାଙ୍କ ନିଜ ଗଡରେ ଆଜି ଆସି ଯୋଗଦାନ କରିବାର ଏ ରହିଥିଲା ସିଧାସଳଖ ଦୃଶ୍ୟ। ଗଞ୍ଜାମରୁ ଶମ୍ଭୁଶେଖର ମିଶ୍ର, ନ୍ୟୁଜ୍ 10 ଓଡ଼ିଶା।